ଜୟ ଜଗନ୍ନାଥ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଜ୍ୟୋତିଷାଚାର୍ଯ୍ୟ ପ୍ରମୋଦ ପରପଣ୍ଡା ଆପଣମାନଙ୍କୁ ସ୍ୱାଗତ କରୁଛି ଆପଣମାନଙ୍କର ପ୍ରିୟ ଚ୍ୟାନେଲ ଆଷ୍ଟ୍ରୋ କଲ୍ୟାଣ ଚ୍ୟାନେଲକୁ। ପ୍ରିୟ ଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିମାନେ ଚ୍ୟାନେଲକୁ ଦେଖୁଛନ୍ତି ସବସ୍କ୍ରାଇବ କରିନାହାନ୍ତି ସବସ୍କ୍ରାଇବ କରନ୍ତୁ, ଲାଇକ୍ କରନ୍ତୁ, ଅଧିକରୁ ଅଧିକ ସେୟାର କରନ୍ତୁ। ଏବେ ଆସନ୍ତୁ ଜାଣିବା ମଙ୍ଗଳ ମହାଗ୍ରହଙ୍କର ଗୋଚରର ଫଳାଫଳ। ମଙ୍ଗଳ ମହାଗ୍ରହ ଯେଉଁ ରାଶିକୁ ଯାଆନ୍ତି ସେ ରାଶିରେ 45 ଦିନ ପାଇଁ ଭୋଗ କରନ୍ତି। 45 ଦିନ ତାଙ୍କର ରେଜଲ୍ଟ ଦିଅନ୍ତି। ତାହେଲେ ଅନେକ ସମସ୍ୟା ସମାଧାନକୁ ନେଇ ବା ଅନେକ ପ୍ରକାର ସମସ୍ୟା କଷ୍ଟ ପୀଡ଼ାକୁ ନେଇ ମଙ୍ଗଳ ମହାଗ୍ରହ ଶନି ସହିତ ମୀନ ରାଶିରେ ଭୋଗ କରୁଥିଲେ। ଦେଶ ଠାରୁ ବିଦେଶ ପର୍ଯ୍ୟନ୍ତ ସମସ୍ତେ ଆର ଅଗ୍ନିକାଣ୍ଡ, ଭୟାବିତ କଷ୍ଟ, ଦାରୁଣତା ସମସ୍ତେ ଅନୁଭବ କରିଛନ୍ତି। କିନ୍ତୁ ପୁନଃ 11 ମେ 2026ରୁ 11 ମେ 2026ରେ ମଧ୍ୟାହ୍ନ 12:47 ମୀନ ରାଶିରୁ ମଙ୍ଗଳ ମହାଗ୍ରହ ମେଷ ରାଶିକୁ ଆଗମନ କରୁଛନ୍ତି। ତାହେଲେ ମେଷ ରାଶିର କେଉଁ ନକ୍ଷତ୍ରକୁ? ଅଶ୍ୱିନୀ ନକ୍ଷତ୍ରକୁ ଆଗମନ କରିବେ। ଅଶ୍ୱିନୀ ନକ୍ଷତ୍ରଙ୍କର ସ୍ୱାମୀ ହେଉଛନ୍ତି କେତୁ ମହାରାଜ ଏବଂ ଦେବତା ହେଉଛନ୍ତି ଅଶ୍ୱିନୀ କୁମାର। ତାହେଲେ ପ୍ରଦର୍ଶକ ବନ୍ଧୁ, ଯେଉଁ ବ୍ୟକ୍ତିଙ୍କର ରାଶି ହେଉଛି ମୀନ ରାଶି, ଅର୍ଥାତ ଯେଉଁ ବ୍ୟକ୍ତିଙ୍କର ଲଗ୍ନ ହେଉଛି ମୀନ ଲଗ୍ନ, ଯଦି ଆପଣଙ୍କ ପାଖରେ ଜାତକ ନାହିଁ, ନାମ ରାଶି ହେଉଛି ମୀନ ରାଶି, ତାହେଲେ ନିଶ୍ଚିତ ରୂପରେ ମନେ ରଖିଥାନ୍ତୁ ଆପଣଙ୍କର ଭାଗ୍ୟ ଖୋଲିଲା। ବହୁତ ବଡ଼ ପରିବର୍ତ୍ତନ ଦେଖାଉ। ଅର୍ଥନୈତିକ କ୍ଷେତ୍ରରେ କୌଣସି ଅଭାବ ରହିବନି। ଗୃହ କାର୍ଯ୍ୟରେ ସହଯୋଗ ମିଳିବ, ଲୋନ୍ ମଧ୍ୟ ମିଳିବ। କୁଟୁମ୍ବ ପରିବାରରେ ଆନନ୍ଦ ଦେଖାଦେବ। ଦ୍ରବ୍ୟ ବସ୍ତୁ ପଦାର୍ଥ ସୁରକ୍ଷିତ ରହିବ, ସୁସଜ୍ଜିତ ହେବ। ସନ୍ତାନକୁ ନେଇ ଟିକେ ଚିନ୍ତା ବଢ଼ିବ, ସନ୍ତାନଙ୍କର ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ବଢ଼ିବ ଏବଂ ନିଜର ସ୍ୱାସ୍ଥ୍ୟ ପ୍ରତି ନିଜେ ଯତ୍ନ ନେବା ବହୁତ ଆବଶ୍ୟକତା ଅଛି। ଗ୍ୟାସ୍, ଏସିଡିଟିଟାକୁ ଯଥେଷ୍ଟ ସାବଧାନ ରଖିବେ। ଖାଦ୍ୟ ପାନୀୟ ଭୋଜନ ପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ଜଏଣ୍ଟ ପେନ୍ ଦେଖାଦେବ, ମସଲ୍ସ ପେନ୍ ଦେଖାଦେବ। ଥଣ୍ଡା ବା ଅଧିକ ଥଣ୍ଡା ନୁହେଁ, ଅଧିକ ଗରମ ନୁହେଁ, ଯାହାକୁ ଥଣ୍ଡା ଆଉ ଗରମକୁ ମିଶେଇଲେ କ'ଣ ହେଲା ଭାଇରାଲସ ବେମାରୀ ଦେଖାଦେବ। ଟିକେ ସାବଧାନ ରହିବେ। ଖାଦ୍ୟ ପାନୀୟ ଭୋଜନ ମୈଥୁନ ପ୍ରତି ଯଥେଷ୍ଟ ଧ୍ୟାନ ଦେବେ। ଅଧିକ ଲୋଭ ଲାଲଚ ଏବଂ ଆଗ୍ରେସିଭ ହେବା ଏବଂ ଓଭର କନଫିଡେନ୍ସ ହେବା ମଧ୍ୟ ଠିକ ନୁହେଁ। କୁଟୁମ୍ବ ପରିବାରରେ ଆନନ୍ଦ ମଧ୍ୟ ଦେଖାଦେବ। ମାଙ୍ଗଳିକ କାର୍ଯ୍ୟରେ ମଧ୍ୟ ଯୋଗ ଦେବେ। ସ୍ୱାସ୍ଥ୍ୟ ପ୍ରତି ଜଗି ରଖି ଚାଲିବେ, କାରଣ ଅଷ୍ଟମ ଭାବ ହେଲା ତୁଳା ରାଶି। ଅଷ୍ଟମ ଭାବକୁ ଦୃଷ୍ଟି ଦେଉଛନ୍ତି ମଙ୍ଗଳ, ଯିଏକି ମଙ୍ଗଳଙ୍କର ଦୃଷ୍ଟିରେ ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ଟିକେ ଯତ୍ନ ନେବେ। ଦୂର ଯାତ୍ରା, ବିଦେଶ ଯାତ୍ରା କରୁଛନ୍ତି କିନ୍ତୁ ଯାତାୟାତ ସମୟରେ ଗାଡ଼ି ଘୋଡ଼ାକୁ ଟିକେ ସାବଧାନ ଚଲାନ୍ତୁ। କଷ୍ଟସାଧ୍ୟ ଦେଖାଦେବ। କ୍ରୋଧ, ଜିଦି ବା ଆବସେଣ୍ଟ ମାଇଣ୍ଡରେ ହୋଇ କୌଣସି ଗାଡ଼ି ଘୋଡ଼ା ଚଳାନ୍ତୁ ନାହିଁ। ଛୋଟ ଛୋଟ କଥାକୁ ନେଇ ପାରିବାରିକ ବିଶୃଙ୍ଖଳା ଦେଖାଦେବ। ଘର ଛାଡ଼ି ରାଗିକି କ୍ରୋଧାନ୍ୱିତ ହୋଇ କୁଆଡ଼େ ଯିବା ଆସିବା କରିବା ମଧ୍ୟ ଠିକ ନୁହେଁ। କ୍ରୋଧକୁ ଶମନ କରନ୍ତୁ, ଧୈର୍ଯ୍ୟ ରଖନ୍ତୁ, କାରଣ ଭାଗ୍ୟର ପରିବର୍ତ୍ତନତା ଅଛି। ନୂତନ ଗୃହ, ପ୍ରପର୍ଟି, ଜମି ଜାଇଦାଦ କ୍ଷେତ୍ରରେ ଆପଣ ଧନ ନିବେଶ କରିପାରିବେ। ଯେଉଁମାନେ ସବୁ ବିଜନେସ୍ କରୁଛନ୍ତି ସେମାନଙ୍କ ପାଇଁ ଯଥେଷ୍ଟ ଫଳପ୍ରଦ ଦେଖାଦେବ। କିଛି ଜିନିଷ ହାତକୁ ଆସିବ, କିଛି ଜିନିଷ ହାତରୁ ମଧ୍ୟ ଯିବାର ସମ୍ଭାବନା ଦେଖାଯାଉଛି। ଶତ୍ରୁ କିଏ? ଆପଣଙ୍କର ବାଣୀ, ଆପଣଙ୍କର ବୁଦ୍ଧି, ଆପଣଙ୍କର ବିଦ୍ୟା, ଆପଣଙ୍କର ନଜରିଆ, ଆପଣଙ୍କର ସୋଚ ସବୁଠାରୁ ବଡ଼ ଶତ୍ରୁ ହେଇଯିବ। ସାବଧାନ। ବେପାର ବାଣିଜ୍ୟ କ୍ଷେତ୍ରରେ କୌଣସି ଅସୁବିଧା ହେବନି। ବଢ଼ିଆ ସେଟଲ ଅଛି, ବିଦେଶ ଯାତ୍ରା କରିପାରିବେ। କୌଣସି ସ୍ପୋର୍ଟସ ଅଛନ୍ତି, ଅନ୍ୟଥା ଏଜୁକେସନ କ୍ଷେତ୍ର ଅଛନ୍ତି, ଯାହା ବି କରୁଛନ୍ତି ମଙ୍ଗଳ ମହାଗ୍ରହ ଆପଣ ଭାଗ୍ୟକୁ ଦୃଷ୍ଟି ଦେଇଛନ୍ତି, ଭାଗ୍ୟର ପରିବର୍ତ୍ତନ ନିଶ୍ଚିତତା ଦେଖାଦେବ। ବାସ୍ ଯେଉଁଗୁଡ଼ା କହିଲି ତା ପ୍ରତି ଟିକେ ଧ୍ୟାନ ଦେବେ। ପ୍ରତ୍ୟେକ ଦିନ ପ୍ରାତଃ ସମୟରେ ସ୍ନାନାଦି କାର୍ଯ୍ୟ ସାରି ସୂର୍ଯ୍ୟ ନାରାୟଣଙ୍କୁ ଜଳ, ଘୃତ ଏବଂ ଲାଲ ଚନ୍ଦନ ପକାଇ ସୂର୍ଯ୍ୟଙ୍କୁ ଅର୍ଘ୍ୟ ଦାନ କରନ୍ତୁ। ଏଟା ବହୁତ, ଆକୁ କେବେ ଭୁଲନ୍ତୁ ନାହିଁ। ମଙ୍ଗଳବାର, ଶନିବାର, ରବିବାର, ଗୁରୁବାର ଦିନ ଆମିଷ ଭକ୍ଷଣ କରନ୍ତୁ ନାହିଁ ଏବଂ କୌଣସି ବି ମଙ୍ଗଳବାର ଦିନ ଆପଣ
ଯଦି ଆମିଷ ନ ଖାଉଛନ୍ତି, ଶୁଦ୍ଧ ଶାକାହାରୀ ଭୋଜନ କରୁଛନ୍ତି, ତାହା ନିଶ୍ଚିତ ରୂପରେ ଆପଣ 50% ରିଲାକ୍ସ ରହିବେ। ପ୍ରତ୍ୟେକ ଦିନ ବଗଳାମୁଖୀ ମନ୍ତ୍ରକୁ ଜପ କରନ୍ତୁ ଏବଂ କୌଣସି ମନ୍ଦିରକୁ ଯାଉଛନ୍ତି ଖାଲି ହାତରେ ଯାଆନ୍ତୁନି। କିଛି ଦକ୍ଷିଣା ହଉ, ପୁଷ୍ପ ହଉ ବା ଫଳ ହଉ ନିଶ୍ଚିତ ନେଇକି ଯାଆନ୍ତୁ। ସେଠି ଭଗବାନଙ୍କୁ ସମର୍ପଣ କରି ପ୍ରଣାମ କରନ୍ତୁ। ତାହେଲେ ପ୍ରିୟ ଦର୍ଶକ ବନ୍ଧୁ, ଆପଣଙ୍କର ମଙ୍ଗଳ ହବ, ସଫଳତା ମଧ୍ୟ ଦେଖାଦେବ। ଏତ ଥିଲା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ମଙ୍ଗଳ ମହାଗ୍ରହଙ୍କର ଗୋଚର ଫଳାଫଳ। ଆଜି ତ ସମୟ ଯାଇଛି, କାର୍ଯ୍ୟକ୍ରମକୁ ଆମେ ଏଇଠି ରଖୁଛୁ। ପୁଣି ଦେଖା ପାଇବା ମଧ୍ୟରେ। ଜୟ ଜଗନ୍ନାଥ, ନମସ୍କାର।